25 ଦିନର ଶିଶୁ ରୂପ ଧାରଣ କରିଥିବା ପରମେଶ୍ୱର କବୀରଜୀ ଭଗବାନ ଶିବଙ୍କୁ କହିଲେ, ହେ ପ୍ରଭୁ, ଆପଣ ସେମାନଙ୍କୁ ଏକ କୁଆଁରୀ ଗାଈ ଆଣିବାକୁ କୁହନ୍ତୁ। ଆପଣ ସେହି କୁଆଁରୀ ଗାଈର ପିଠି ଉପରେ ନିଜ ହାତ ରଖି ଆଶୀର୍ବାଦ ଦେବେ। ସେ କ୍ଷୀର ଦେବା ଆରମ୍ଭ କରିବ, ଆଉ ସେହି କୁଆଁରୀ ଗାଈର କ୍ଷୀର ମୁଁ ପିଇବି। ସେହି ଗାଈ ଛୁଆ ଜନ୍ମ ନ କରି କୁଆଁରୀ ଅବସ୍ଥାରେ ଜୀବନସାରା କ୍ଷୀର ଦେବ ଏବଂ ମୁଁ ସେହି କ୍ଷୀର ପିଇ ବଡ଼ ହେବି। ପରମେଶ୍ୱର କବୀରଜୀ ଓ ଭଗବାନ ଶଙ୍କରଙ୍କ ମଧ୍ୟରେ 7 ଥର ଚର୍ଚ୍ଚା ହେଲା। ତାପରେ ଭଗବାନ ଶିବ ନିମାଙ୍କୁ କହିଲେ, ତୁମ ସ୍ୱାମୀ କେଉଁଠି? ନିମା ନିଜ ସ୍ୱାମୀକୁ ଡାକିଲେ। ସେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ସାଧୁଙ୍କୁ ପ୍ରଣାମ କଲେ। ସାଧୁ ରୂପରେ ବିରାଜମାନ ଶିବ କହିଲେ, ନିରୁ, ତୁମେ ଏକ କୁଆଁରୀ ଗାଈ ଆଣ, ସେ କ୍ଷୀର ଦେବ। ସେହି କ୍ଷୀରକୁ ଏହି ଶିଶୁ ପିଇବ। ନିରୁ ଏକ କୁଆଁରୀ ଗାଈ ଆଣିବା ସହିତ କୁମ୍ଭାର ଘରୁ ଏକ ନୂଆ ଛୋଟ ମାଟି ଘଡ଼ି 4 କିଲୋଗ୍ରାମ କ୍ଷମତା ବିଶିଷ୍ଟ ମାଟି ପାତ୍ର ଆଣିଲା। ପରମେଶ୍ୱର କବୀରଜୀଙ୍କ ଆଦେଶ ଅନୁସାରେ ସାଧୁ ରୂପଧାରୀ ଭଗବାନ ଶିବ ସେହି କୁଆଁରୀ ଗାଈ ପିଠିକୁ ହାତରେ ଥାପୁଡ଼ାଇ ଦେଲେ। ଗୋମାତାର ଚିର ଲମ୍ବା ହୋଇଗଲା ଏବଂ ପହ୍ନାରୁ ଦୁଗ୍ଧର ଧାରା ପ୍ରବାହିତ ହେବାକୁ ଲାଗିଲା। କୁଆଁରୀ ଗାଈର ପହ୍ନା ତଳେ ସେହି ପାତ୍ରକୁ ରଖିବା ପାଇଁ ନିରୁକୁ ଆଗରୁ ନିର୍ଦ୍ଦେଶ ଥିଲା। ପାତ୍ରଟି କ୍ଷୀରରେ ପୂର୍ଣ୍ଣ ହୋଇଯିବା କ୍ଷଣି ପହ୍ନାରୁ କ୍ଷୀର ଝରିବା ବନ୍ଦ ହୋଇଗଲା। ସେହି କ୍ଷୀରକୁ ଶିଶୁ ରୂପଧାରୀ କବୀର ପରମେଶ୍ୱରଜୀ ପିଇଥିଲେ।